ଜଗା ଭାରତ ଜାଗ ସାରଥୀ ସାରଥୀ ଅନେକ ଲକ୍ଷ୍ୟ ଏସ୍ପିଡିଏମ୍ ସର୍ବଭାରତୀୟ ମହାସଂଘର ଉଦାମ ସେନାପତି ଭାଇମାନଙ୍କୁ ମୋର କୋଟି କୋଟି ନମସ୍କାର। ଭାଇମାନେ, ଆପଣମାନେ ଶାଖା ଗ୍ରୁପରେ ଜଏନିଂ କରିଛନ୍ତି, କିନ୍ତୁ ଖାଲି ଜଏନିଂ କରିଦେଲେ ଭାଇ କିଛି ହେଇପାରିବ କି? ହେଇପାରିବ ନାହିଁ। ଆପଣମାନଙ୍କୁ କିଛି ନା କିଛି କାମ କରିବା ପାଇଁ ପଡ଼ିବ। କାମ କରିବା ପାଇଁ ପଡ଼ିବ ମାନେ କ'ଣ ନା ଆପଣ କେଉଁଠିକି ଯିବାର ନାହିଁ। ଆପଣଙ୍କ ମୋବାଇଲର ରେଗୁଲାର କୁଟୁମ୍ବ ଆପ୍ଟା ଖୋଲିବେ, ଖୋଲିକି ଆପଣଙ୍କର ପ୍ରେଜେଣ୍ଟ ପକାଇବେ। ତ ଆଉ ବିଶେଷ କିଛି ନାହିଁ। ଆଚ୍ଛା, ଆମର ଅନେକ ଭାଇମାନେ ଶାଖା ଗ୍ରୁପରେ ଅଛନ୍ତି, କିନ୍ତୁ ତାଙ୍କର ମାନସିକତା କ'ଣ ରହୁଛି, ମୁଁ ଆଜି ପର୍ଯ୍ୟନ୍ତ କୌଣସି ଭାଇର ମାପ କରିପାରି ନାହିଁ। କାରଣ କ'ଣ ଯେ ଦେଖନ୍ତୁ, ଆମେ ନୀତିଦିନିଆ କିଛି ନା କିଛି କର୍ମ ଆମେ କରୁଛୁ। ନୀତିଦିନିଆ କର୍ମ କ'ଣ ନା ଆମେ ସକାଳୁ ଉଠି ପାଇଖାନା ଯାଉଛୁ, ଦାନ୍ତ ଘଷୁଛୁ, ଗାଧଉଛୁ, ଗାଡ଼ି ଧୁଆପୋଛା କରି ଆମେ ଯାଉଛୁ। ଯୁଆଡ଼େ ଡ୍ୟୁଟି ଆସିଲା ଆମେ ଯାଉଛୁ। କିନ୍ତୁ ମୋ କହିବା ଅର୍ଥ, ଯେଉଁ କୁଟୁମ୍ବ ଆପ୍ରେ ବେଶୀ ନାହିଁ, 2 ମିନିଟ୍ 3 ମିନିଟ୍ର କାମ, ଆପଣ ଟିକେ କୁଟୁମ୍ବ ଆପ୍ ଖେଳାନ୍ତୁ। କେଉଁଠି ଲାଇକ୍ ଦେବାର ଅଛି ଦିଅନ୍ତୁ, କେଉଁଠି କ'ଣ ଅଛି କୁହନ୍ତୁ। ହ୍ୱାଟ୍ସଆପ୍ ଶାଖା ଗ୍ରୁପ୍ ବି ପାଇଛନ୍ତି। ଶାଖା ଗ୍ରୁପରେ ଆପଣ ଭଏସ୍ ପିନ୍ ରଖନ୍ତୁ। ଆପଣଙ୍କର ଭଏସ୍ ପିନ୍ ରଖନ୍ତୁ। ଭଏସ୍ ପିନ୍ ରଖିବା ଅର୍ଥ, ସଂଘର ଯେଉଁ ଆମର ଭାଇମାନେ ଅଛନ୍ତି ଆପଣଙ୍କୁ ଜାଣିବେ, ଚିହ୍ନିବେ, ବହୁତ କିଛି କରିପାରିବେ। ତେଣୁକରି ଆପଣମାନେ 280 ଟଙ୍କା ଦେଇକି ବର୍ତ୍ତମାନ ଆଇ କାର୍ଡ଼, ସାର୍ଟିଫିକେଟ୍ ଗୋଟେ, ଲୋଗୋ 2ଟା, ଗୋଟେ ହାତର ବାନ୍ଧିବା ପାଇଁ ଗୋଟେ ସୂତା ମିଳୁଛି। ତ ଆମର ସେ ଯେଉଁ ସୂତା ବନ୍ଧା ହେଇଛି ହାତରେ, ଆମେ ଡ୍ରାଇଭର ସମାଜକୁ ଆଗକୁ ନେବା ପାଇଁ ହେଲେ, ଆମର ଯେଉଁଦିନ ଲକ୍ଷ୍ୟ ପୂରଣ ହେଇଯିବ, ଆମେ ସବୁ ଯାଇ ଗଙ୍ଗାରେ ଡୁବ ମାରିବୁ ଆଜ୍ଞା। ତେଣୁକରି ଏଇଥିପାଇଁ ସେ ଜିନିଷ ଦିଆହେଉଛି 280 ଟଙ୍କା। ଆପଣ ଏବେ ନେଉନାହାନ୍ତି, ସମୟ ଆସିବ ଅଧିକ ପଇସାର ବି ଆପଣ କରିବା ପାଇଁ ବାଧ୍ୟ ହେବେ। କାହିଁକି ନା ଆମେ ସରକାରଙ୍କ ପାଖକୁ ଯାଇଥିଲୁ, କଥାବାର୍ତ୍ତା ବି କିଛି ହେଇଛି। ତ ତେଣୁକରି ଭାଇମାନଙ୍କୁ ମୋର ରିକ୍ୱେଷ୍ଟ, ସବୁ ଭାଇମାନଙ୍କୁ ଅନୁରୋଧ, ଭାଇମାନେ ଅନୁରୋଧ ରକ୍ଷା କରନ୍ତୁ। ଆପଣମାନେ ଆଇ କାର୍ଡ଼ ଗୋଟେ କରନ୍ତୁ। ବର୍ତ୍ତମାନ ସମୟ ଅଛି। କାହିଁକି ନା ମୋର ଆଧାର
ନାଇଁ ପାନ୍ ଆଉ ମୋବାଇଲ ନମ୍ବର ଆଧାର କ'ଣ ଲିଙ୍କ ଗୋଟେ ଥିଲା। ସରକାର ଗୋଟିଏ ବର୍ଷ ପୁରା ଫ୍ରିର ଛାଡ଼ିଲେ, କିନ୍ତୁ ମୁଁ ମୋ ନିଜସ୍ୱ କଥା କହିବି, ମୁଁ ନିଜେ ତାକୁ ଫିଲ୍ଅପ୍ କରିକି କଲି ନାହିଁ। ନ କରିବା ଦ୍ୱାରା ମୁଁ 1000 ଟଙ୍କା ଦେଇକି କରିବା ପାଇଁ ବାଧ୍ୟ ହେଇଗଲି। ସେମିତି ମୋ ଭାଇମାନଙ୍କୁ ମୋ ରିକ୍ୱେଷ୍ଟ, ବର୍ତ୍ତମାନ ଯାହା ସୁବିଧା ଅଛି ସଂଗଠନ ତରଫରୁ ଆପଣମାନେ କରନ୍ତୁ। ଆପଣ ଯାଆନ୍ତୁ, ବିହାର ଯାଆନ୍ତୁ, ବେଙ୍ଗଲ ଯାଆନ୍ତୁ, କେଉଁ ଜାଗା ବି ଯାଆନ୍ତୁ, ଆମର ସର୍ବଭାରତୀୟ ସଂଗଠନ ମାନେ ଦ୍ରୁତ ଗତିର ମାତି ଯାଉଛି, ଆଉ ମାଡ଼ି ବି ଯିବ। ଆଉ ଦିନେ ନା ଦିନେ ଆମର ଲକ୍ଷ୍ୟ ପୂରଣ ହେବ। ବର୍ତ୍ତମାନ 6 କୋଟି ଲୋକ ସଂଗଠନର ଜଏନିଂ କରିଯାଇଛନ୍ତି ଅଲରେଡ଼ି। ଆଉ ଆପଣମାନଙ୍କୁ କୌଣସି ମିଛ କଥା କୁହାହେଉନି, ଆପଣଙ୍କୁ ରିଏଲ୍ ସତ କଥା ହିଁ କୁହାହେଉଛି। ଆପଣ ସତ କଥାଟାକୁ ଟିକେ ଆପଣମାନେ ମୋ କଥାଟାକୁ ଭାବନ୍ତୁ। ରାତିରେ ଶୋଇଲା ବେଳେ ଏ କଥାଟାକୁ ଭାବିକିରି ଆପଣ ଶୋଇବେ। ସକାଳୁ ଉଠିକିରି ଆପଣ ଚିନ୍ତା କରିବେ ଯେ ମୁଁ ଆଇ କାର୍ଡ଼ କରିବି କି ନା। ବୁଝିପାରିଲେ ଭାଇମାନେ? ତେଣୁକରି ମୁଁ ସବୁ ଭାଇକୁ ମୋର ସଂଗଠନ ତରଫରୁ ମୁଁ ସବୁ ଭାଇକି ମୋର ଅନୁରୋଧ, ଆପଣମାନେ ଯେହେତୁ ସଂଗଠନର ଅଛନ୍ତି ଜଡ଼ିତ, ମୁଁ ସବୁ ଭାଇକି କହୁଛୁ, 6 କୋଟି ଭାଇ ଅଛନ୍ତି। ବର୍ତ୍ତମାନ ଡେଲି 500,000 ଲୋକ ଜଏନିଂ କରୁଛନ୍ତି। ଆପଣ ଚିନ୍ତା କରନ୍ତୁ ସଂଘ କ'ଣ, ସଂଘର ସେଇଭଳିଆ ପାରିଆ ପଣିଆ ଅଛି ଆଉ କରିବ। ଆପଣଙ୍କୁ ତ କେହି ଟଙ୍କାଟେ ନେଇନାହାନ୍ତି। ଆପଣମାନେ ଯେଉଁମାନେ ଜଏନିଂ କରିଛନ୍ତି ଟଙ୍କାଟେ ଦେଇଛନ୍ତି କି? କିନ୍ତୁ ଆଇ କାର୍ଡ଼ଟା ପାଇଁ କାହିଁକି ନିଆହେଉଛି? ଆଇ କାର୍ଡ଼ଟା ବାହାରୁ ତିଆରି କରାହେଉଛି। ଯିଏ କାମ କରିବ ସେଟା ବି ଯଦି ମାଗଣା ହୁଅନ୍ତା ବି ଦିଆ ହେଇଥାନ୍ତା, କିନ୍ତୁ ଦେଇ ହେଉନି। କାରଣ କ'ଣ ନା ଆମେ ଯେଉଁଠି ତିଆରି କରୁଛୁ ସିଏ ତା'ର ପଇସା ନେଉଛି, ସାର୍ଟିଫିକେଟ୍ଟା ଯେଉଁଠି ବନା ହେଉଛି ସିଏ ପଇସା ନେଉଛି। କିନ୍ତୁ ସଂଗଠନର କ'ଣ ଅଛି? ସଂଗଠନର ଗୋଟେ ଚିହ୍ନ ଆପଣଙ୍କ ପାଖରେ ଯାଇକି ପହଞ୍ଚୁଛି, ସାର୍ଟିଫିକେଟ୍ଟା ପହଞ୍ଚିଲା, ଏଇସବୁ ଜିନିଷ ପହଞ୍ଚି ପାରିଲା। ତେଣୁକରି ମୋ ଭାଇମାନଙ୍କୁ ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରୁଛୁ, ମୋ ଭାଇମାନେ ମୋ କଥାଟି ଟିକେ ଆପଣମାନେ ଧ୍ୟାନ ଦିଅନ୍ତୁ ଆଉ କରନ୍ତୁ ମଧ୍ୟ। କରିକି ଆପଣ ଦେଖିବେ ସଫଳତା ପାଇବେ କେତେବେଳେ। ବର୍ତ୍ତମାନ ବି ଆପଣ ଚିନ୍ତା କଲେ ଯଦି 6 କୋଟି ଲୋକ ହେଇଛନ୍ତି, ଟଙ୍କାଏ ଲେଖା ଦେଲେ 6 କୋଟି ଟଙ୍କା ହେବ। ଆପଣ ଆଜି ସ୍ୱାସ୍ଥ୍ୟର କଥା ମୁଁ କିଛି ଆପଣଙ୍କ ପାଖରେ ରଖୁଛି। ସ୍ୱାସ୍ଥ୍ୟ ବୋଇଲେ ଆମେ ଗାଡ଼ି ତ ଚଲାଉଛେ, ଭଗବାନ କାହାରି କ୍ଷତି ନ କରନ୍ତୁ। ମୁଁ ଠାକୁରଙ୍କ ପାଖରେ ବି ପ୍ରାର୍ଥନା କରୁଛୁ ଯେ ସବୁ ସାଥୀ ସାରଥୀ ଭାଇ ଖୁସିରେ ଜୀବନଯାପନ କଟେଇ ଦିଅନ୍ତୁ। କିନ୍ତୁ ଗୋଟେ ଭାଇଙ୍କର ଯେଉଁ ଆକ୍ସିଡେଣ୍ଟ ହେଉଛି, ଆକ୍ସିଡେଣ୍ଟ ହେଲା ପରେ ଆପଣ ଚିନ୍ତା କଲେ ତାକୁ କେମିତି ଭରିବେ? ତେଣୁକରି ଧର ଗୋଡ଼ ଭାଙ୍ଗିଲା, ହାତ ଭାଙ୍ଗିଲା, 50,000 ଟଙ୍କା ଲେଖା ଦେବାକୁ ଆମ ସଂଗଠନ ସିଦ୍ଧାନ୍ତ କରିଛି।
କାହାକୁ ଦିଆଯିବ? ସେ ଲୋକଟା ପାଇବା ଉପଯୁକ୍ତ କିଏ? ନା ଯାହାର ଆକ୍ସିଡେଣ୍ଟ ହେଇଗଲା ସେ ଲୋକ ପାଇପାରିବ କ'ଣ? ନା ତାର ଆଇ କାର୍ଡ଼ ଥିବା ଦରକାର, ତାର ଫୁଲ୍ ଆଡ୍ରେସ୍ ରହିବା ଦରକାର, ତ ସେମାନଙ୍କୁ ଦିଆଯିବ। ତେଣୁକରି ସବୁ ଭାଇକି ମୋର ରିକ୍ୱେଷ୍ଟ, ଆଉ ମୁଁ ହେଲି ସେଣ୍ଟର ଟିମ୍ର ମେମ୍ବର ଅଟେ, ଆଉ ସଂଗଠନର କଟକ ଜିଲ୍ଲାର ସଂଯୋଜକ ମୁଁ ଅଛି, ରଣଜିତ ବେହେରା ଭାଇ। ତେଣୁକରି ମୋ କଥାଟାକୁ ଆପଣମାନେ କେତେ ଗ୍ରହଣ କରିବେ, ଆଉ ତ ପରେ ଜଣାପଡ଼ିବ ଯେ ମୋ କଥାଟା ଆପଣଙ୍କୁ ଖୁସି ଲାଗିଲା କି ଭଲ ଲାଗିଲା କି ଖରାପ ଲାଗିଲା। ଆପଣ ମୋତେ କମେଣ୍ଟର ରଖିବେ। ଆଉ ମୋ ଏ ଯେଉଁ ଚ୍ୟାନେଲଟା ଅଛି ସତ କଥା, ମୋ ଚ୍ୟାନେଲ ନା ଆପଣ ସତ କଥାଟି, ମୁଁ ରିଏଲ୍ ସତ କଥା ହିଁ କହିଛି। ଆପଣ ଏ ସତ କଥାଟାକୁ ଆପଣ ସବସ୍କ୍ରାଇବ୍ କରିଦେବେ, ଆଉ ଲାଇକ୍ ମଧ୍ୟ ଦେବେ। ଏଇ ଜିନିଷଟା ମୋ ପାଖକୁ ଆସିଲେ ମୁଁ ବହୁତ ଖୁସି ହେବି, ଆଉ ଆପଣଙ୍କ ପାଖରେ ଚିର ଋଣୀ ହେଇ ସବୁଦିନ ପାଇଁ ରହିଯିବି। ଜୟ ଭାରତ, ଜୟ ସାରଥୀ, ଜୟ ହିନ୍ଦ।